ଭଦ୍ରାସାହି ଛକରେ ବଡ଼ବିଲ ପୋଲିସର କଡ଼ା ଯାଞ୍ଚ। ମଦ୍ୟପ ଚାଳକ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସତର୍କ ବାର୍ତ୍ତା। କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୋଲିସ ପକ୍ଷରୁ ଭଦ୍ରାସାହି ଛକରେ ଆଜି ଏକ ବ୍ୟାପକ ଯାନବାହନ ଯାଞ୍ଚ ଅଭିଯାନ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ଅଭିଯାନକୁ ଆଧାର କରି ଆୟୋଜିତ ଏହି ବିଶେଷ ଯାଞ୍ଚରେ 2 ଚକିଆ ଓ 4 ଚକିଆ ସମସ୍ତ ଯାନକୁ ଅଟକାଇ କଡ଼ା ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଡ୍ରାଇଭିଂ ଲାଇସେନ୍ସ, ଯାନବାହନର ଆବଶ୍ୟକ କାଗଜପତ୍ର, ହେଲମେଟ୍ ବ୍ୟବହାର ସହିତ ମଦ୍ୟପାନ କରି ଗାଡ଼ି ଚାଳନା ଉପରେ ବିଶେଷ ନଜର ଦିଆଯାଇଥିଲା। ଏପରିକି କିଛି 4 ଚକିଆ ଯାନର ଡିକି ମଧ୍ୟ ପୋଲିସ ଦ୍ୱାରା ଯାଞ୍ଚ କରାଯାଇଥିଲା। ଅଭିଯାନ ସମୟରେ ବଡ଼ବିଲ ଏସ୍ଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ, ଥାନା ଅଧିକାରୀ ଅଶୋକ କୁମାର ନାୟକ ସ୍ୱୟଂ ଉପସ୍ଥିତ ରହି ସମଗ୍ର କାର୍ଯ୍ୟର ତଦାରଖ କରୁଥିଲେ। ଏସ୍ଆଇ ଦେବାଶିଷ ରାଉଳ ନିରନ୍ତର ଭାବେ ଗୋଟିଏ ପରେ ଗୋଟିଏ ଯାନ ଅଟକାଇ ଶ୍ୱାସ ବିଶ୍ଳେଷକ ଯନ୍ତ୍ର ସହାୟତାରେ ଚାଳକମାନଙ୍କର ମଦ୍ୟପାନ ପରୀକ୍ଷା କରୁଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ଏପରି କଡ଼ା ଯାଞ୍ଚ ଅତ୍ୟନ୍ତ କମ୍ ଦେଖିବାକୁ ମିଳିଥିଲା। ଯାଞ୍ଚକୁ ନେଇ କିଛି ଗାଡ଼ି ଚାଳକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିବା ବେଳେ ଅନେକ ସ୍ଥାନୀୟ ବାସିନ୍ଦା ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। ସେମାନଙ୍କ ମତରେ ଦିନକୁ ଦିନ ବଢୁଥିବା ସଡ଼କ ଦୁର୍ଘଟଣା ଓ ମଦ୍ୟପାନ କରି ଗାଡ଼ି ଚାଳନା ଘଟଣାକୁ ରୋକିବା ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ଅତ୍ୟାବଶ୍ୟକ। ସୂଚନା ଅନୁଯାୟୀ ବିଶେଷ ଯାଞ୍ଚ କେବଳ ବଡ଼ବିଲରେ ସୀମିତ ନୁହେଁ, ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମଧ୍ୟ ଏପରି କଡ଼ା ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଜଣାପଡ଼ିଛି। ବଡ଼ବିଲ ପୋଲିସର ଏହି କଡ଼ା ଅଭିଯାନ ପରେ ଏବେ ଟ୍ରାଫିକ୍ ନିୟମ ଅବହେଳା କରିବା କିମ୍ବା ମଦ୍ୟପାନ କରି ଗାଡ଼ି ଚାଳନା କରିବା ଚାଳକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଆଜି ବ୍ୟାପକ ଯାନବାହନ ଯାଞ୍ଚ ଅଭିଯାନ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସଡ଼କ ସୁରକ୍ଷା ଅଭିଯାନକୁ ଆଧାର କରି ଆୟୋଜିତ ଏହି ବିଶେଷ ଯାଞ୍ଚରେ 2 ଚକିଆ ଓ 4 ଚକିଆ ସମସ୍ତ ଯାନକୁ ଅଟକାଇ କଡ଼ା ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଡ୍ରାଇଭିଂ ଲାଇସେନ୍ସ, ଯାନବାହନର ଆବଶ୍ୟକ କାଗଜପତ୍ର, ହେଲମେଟ୍ ବ୍ୟବହାର ସହିତ ମଦ୍ୟପାନ କରି ଗାଡ଼ି ଚାଳନା ଉପରେ ବିଶେଷ ନଜର ଦିଆଯାଇଥିଲା। ଏପରିକି କିଛି 4 ଚକିଆ ଯାନର ଡିକି ମଧ୍ୟ ପୋଲିସ ଦ୍ୱାରା ଯାଞ୍ଚ କରାଯାଇଥିଲା। ଅଭିଯାନ ସମୟରେ ବଡ଼ବିଲ ଏସ୍ଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ଓ ଥାନା ଅଧିକାରୀ ଅଶୋକ କୁମାର ନାୟକ ସ୍ୱୟଂ ଉପସ୍ଥିତ ରହି ସମଗ୍ର କାର୍ଯ୍ୟର ତଦାରଖ କରୁଥିଲେ। ଏସ୍ଆଇ ଦେବାଶିଷ ରାଉଳ ନିରନ୍ତର ଭାବେ ଗୋଟିଏ ପରେ ଗୋଟିଏ ଯାନ ଅଟକାଇ ଶ୍ୱାସ ବିଶ୍ଳେଷକ ଯନ୍ତ୍ର ସହାୟତାରେ ଚାଳକମାନଙ୍କର ମଦ୍ୟପାନ ପରୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ଏପରି କଡ଼ା ଯାଞ୍ଚ ଅତ୍ୟନ୍ତ କମ୍ ଦେଖିବାକୁ ମିଳିଥିଲା। ଯାଞ୍ଚକୁ ନେଇ କିଛି ଗାଡ଼ି ଚାଳକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିବା ବେଳେ ଅନେକ ସ୍ଥାନୀୟ ବାସିନ୍ଦା ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। କେନ୍ଦୁଝର ବଡ଼ବିଲରୁ ଡିମ୍ପଲ ସାଣ୍ଡିଲଙ୍କ ରିପୋର୍ଟ, ଦେବାଂଶୁ ଟିଭି।